ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର ଜଙ୍ଗଲ ପରିବେଶିତ ଦୋସମାଳି, ପଡ଼ିଆବେଡ଼ା ଏବଂ ଡୁମୁରିଆ ଗ୍ରାମ ପଞ୍ଚାୟତକୁ ବିଭାଜନ କରି କୁଳୁକୁଳୁ ନାଦ ଦେଇ ବୈତରଣୀ ନଦୀ ପ୍ରବାହିତ ହୋଇ ଆଗକୁ ବହିଯାଉଅଛି। ମୁଁ କାହା ଉପରେ କହିବାକୁ ଯାଉଅଛି ଆପଣମାନେ ବୁଝିପାରୁଥିବେ। ତାହା ହେଉଛି ଭୀମକୁଣ୍ଡ। ଭୀମକୁଣ୍ଡ କେବେ କେଉଁଦିନ ଆବିଷ୍କାର ହୋଇଥିଲା କେହି କହିପାରିବେ ନାହିଁ। ଆଜିର ଦିନରେ ଭୀମକୁଣ୍ଡକୁ ପର୍ଯ୍ୟଟନସ୍ଥଳୀରେ ଘୋଷଣା କରାଯାଇଅଛି। ବୈତରଣୀ ନଦୀ ସମ୍ପୂର୍ଣ୍ଣ କେନ୍ଦୁଝର ଜିଲ୍ଲାରେ ପ୍ରବାହିତ ହୋଇ ଯେଉଁଠାରେ ମୟୂରଭଞ୍ଜ ଜିଲ୍ଲାରେ ଛୁଇଁଛି ସେହି ସ୍ଥାନଟି ବୈତରଣୀର ଭୀମକୁଣ୍ଡ ନାମରେ ନାମିତ ହୋଇଅଛି। ସାଧାରଣତଃ ପୂର୍ବରୁ ଲୋକମାନେ ମକର ଦିନ ବୁଡ଼ ପକାଇବାକୁ ଆସୁଥିଲେ। ପର୍ଯ୍ୟଟନସ୍ଥଳୀ ଘୋଷଣା ହେବା ଠାରୁ ପ୍ରାୟ ଅକ୍ଟୋବର ମାସ ଠାରୁ ଫେବୃଆରୀ ମାସ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ଲୋକଙ୍କର ସମାଗମ ରହିଥାଏ। ବହୁ ଦୂର ଦୂରାନ୍ତରୁ ଲୋକ ଭ୍ରମଣ ବଣଭୋଜି କରିବା ପାଇଁ ଆସିଥାନ୍ତି। ସରକାରଙ୍କ ତରଫରୁ ସ୍ୱତନ୍ତ୍ର ଭାବରେ ନିର୍ମାଣ କରାଯାଇଅଛି। ଦୁଇ ପାର୍ଶ୍ୱରେ ଦୁଇଟି ଭୀମଙ୍କ ମୂର୍ତ୍ତି, ଦୁଇ ପାର୍ଶ୍ୱରେ ଶିବ ମନ୍ଦିର ମଧ୍ୟ ରହିଅଛି। ଏହି ମନ୍ଦିର ମାନଙ୍କରେ ଅନେକ ଶ୍ରଦ୍ଧାଳୁ ଆସି ପୂଜା ଉପାସନା କରିଥାନ୍ତି। ଭୀମକୁଣ୍ଡକୁ ସାଧାରଣତଃ ତିନି ଭାଗରେ ବିଭକ୍ତ କରାଯାଇଛି। ସେଗୁଡ଼ିକ ହେଲା ସାନ କୁଣ୍ଡ, ମଝିଆ କୁଣ୍ଡ ଏବଂ ବଡ଼ କୁଣ୍ଡ। ଏହି ତିନି କୁଣ୍ଡକୁ ନେଇ ନାମିତ କରାଯାଇଅଛି ଭୀମକୁଣ୍ଡ। ମୁଁ ଏବେ ସାନ କୁଣ୍ଡ ବିଷୟରେ ସମ୍ୟକ୍ ସୂଚନା ଦେବା ପାଇଁ ଯାଉଅଛି। ରାସ୍ତାରେ ସିଧା ସିଧା ଆମେ ଯେଉଁଠି ପହଞ୍ଚିବା ତାହାକୁ ସାନ କୁଣ୍ଡ କୁହାଯାଇଥାଏ। ସାନ କୁଣ୍ଡରେ ବୈତରଣୀ ନଦୀର ସମସ୍ତ ପ୍ରବାହିତ ପାଣି ଆସି ପ୍ରାୟ 30 ଫୁଟ ଉପରୁ ସାନ କୁଣ୍ଡରେ ପଡ଼ିଥାଏ ଏବଂ ଘୋ ଘୋ ନାଦରେ ଶବ୍ଦ ହୋଇଥାଏ। ଏଠାରେ ଜଳରାଶି ତଳେ କଚାଡ଼ି ହୋଇ ପଡ଼େ, ଯାହାଫଳରେ ଜଳରାଶି ବାଷ୍ପିତ ହୋଇ ସେହି ଅଞ୍ଚଳଟିକୁ ସମ୍ପୂର୍ଣ୍ଣ ଥଣ୍ଡା ରଖିଥାଏ। ଏହା 30 ଫୁଟ ବିଶିଷ୍ଟ ଏକ ଗର୍ତ୍ତ, ଯେଉଁଥିରେ ପାଣି ବହି ତଳକୁ ଯାଇଥାଏ। ଯଦି ଆମେ ଓସାର ବିଷୟରେ କହିବା ତାହେଲେ ଏହାର ଓସାର 40 ଫୁଟ ଏବଂ ସାନ କୁଣ୍ଡର ଲମ୍ବ ପ୍ରାୟ 30 ଫୁଟ ହେବ। ବୈତରଣୀର ବ୍ୟତୀତ ଅନ୍ୟ ସମସ୍ତ ପାଣି ପ୍ରଥମେ ସାନ କୁଣ୍ଡରେ ପଡ଼ିଥାଏ। ସାନ କୁଣ୍ଡ ପରେ ମଝିଆ କୁଣ୍ଡ ରହିଅଛି। ମଝିଆ କୁଣ୍ଡରେ ସମ୍ପୂର୍ଣ୍ଣ ଦନ୍ତୁରିତ। ମଝିଆ କୁଣ୍ଡକୁ ଲୋକ ବିଶେଷ ଭାବରେ ଯାଇନଥାନ୍ତି। ମଝିଆ କୁଣ୍ଡ ପାଇଁ ସ୍ୱତନ୍ତ୍ର ରାସ୍ତା ମଧ୍ୟ ହୋଇନାହିଁ। ତଥାପି ଲୋକମାନେ ଚେଷ୍ଟା କରିକି ନିଜର ଚେଷ୍ଟା ବଳରେ ସେଠାକୁ ଯାଇଥାନ୍ତି। ମଝିଆ କୁଣ୍ଡଟି ଯେଉଁଠି ସାନ କୁଣ୍ଡ ଶେଷ ହୋଇଛି, ଏହା ପୁରା ସୁଡ଼ଙ୍ଗ ଏବଂ ଦନ୍ତୁରିତ ଆକାରରେ ଯାଇ ବଡ଼ କୁଣ୍ଡ ସହିତ ମିଶିଛି। ଏହାର ଲମ୍ବ ପ୍ରାୟ 300 ମିଟର ଏବଂ ଓସାର ପ୍ରାୟ 50 ଫୁଟ ହେବ। ତଳକୁ ଗର୍ତ୍ତ ରହିଛି ପ୍ରାୟ 40ରୁ 70 ଫୁଟ ହେବ। ମଝିଆ କୁଣ୍ଡର ସ୍ୱତନ୍ତ୍ର ସ୍ରୋତରେ କେହି ଭାସିଗଲେ ଜୀବିତ ରହିନଥାନ୍ତି। ଭୀମକୁଣ୍ଡର ଗୁରୁତ୍ୱପୂର୍ଣ୍ଣ ସ୍ଥାନଟି ହେଉଛି ବଡ଼ କୁଣ୍ଡ, ଯାହାର ଅନେକ ରୋଚକ ତଥ୍ୟ ରହିଛି। ବଡ଼ କୁଣ୍ଡର ଆକାର ଏକ ବିରାଟ କାୟ ପାଣିକୁଣ୍ଡ ଚାରିପଟକୁ ସମାନ ପରି ଲାଗିଥାଏ। ମଝିଆ କୁଣ୍ଡର ପାଣି ପ୍ରଖର ସ୍ରୋତରେ ଆସି ବଡ଼ କୁଣ୍ଡରେ ପଡ଼ିଥାଏ ଏବଂ ବଡ଼ କୁଣ୍ଡର ଜଳରାଶିକୁ ଘୂର୍ଣ୍ଣନ କରିଥାଏ। ବଡ଼ କୁଣ୍ଡର ଗାତ ଆମର ଆଞ୍ଚଳିକ ମାନଦଣ୍ଡରେ ପ୍ରାୟ 780 ଫୁଟ ହେବ। ଏଠାରେ ଦୁଇଟି ବଡ଼ ବଡ଼ ଗର୍ତ୍ତ ରହିଛି, ଯେଉଁଥିରେ ବୈତରଣୀ ନଦୀର ପାଣି ସେହି ଗର୍ତ୍ତ ମଧ୍ୟ ଦେଇ ଯାଇ ପ୍ରାୟ 3 କିଲୋମିଟର ଦୂରରେ ବାହାରିଥାଏ। ତାହାକୁ ଗୁପ୍ତ ଗଙ୍ଗା ମଧ୍ୟ କହିଥାନ୍ତି। କୁଣ୍ଡରୁ ଏକ ପାଣି ସ୍ରୋତ ପଶ୍ଚିମ ଦିଗକୁ ବହିଯାଇଅଛି। ସେଥିରେ ମଧ୍ୟ କିଛି ପାଣି ବହିଯାଉଅଛି। ଏଠାରେ
ଉପରୁ ତଳକୁ ଚାହିଁ ଦେଖିଲେ ଯେ କେହି ବି ଭୟଭୀତ ହୋଇଥାଏ। କେହି ଯଦି ଗୋଟିଏ ପାର୍ଶ୍ୱରୁ ଅନ୍ୟ ପାର୍ଶ୍ୱକୁ ପଥର ଟେକା ଫିଙ୍ଗନ୍ତି ତାହେଲେ ଫେଣିକି ପାରିବା କଷ୍ଟକର କାମ ମଧ୍ୟ ହୋଇଥାଏ। ପ୍ରାୟ 80 ଭାଗ ଲୋକ ପାରେଇ ପାରନ୍ତି ନାହିଁ। ଏଥିରେ ଅନେକ ପୁରାଣ କଥା କଥିତ ଯୋଗ ହୋଇ ରହିଛି। ଯେଉଁ ସମୟରେ ବିହାର ବେଙ୍ଗଲରୁ କୁର୍ମୀ ସମ୍ପ୍ରଦାୟର ଅଧିବାସୀମାନେ ଆସି ଭୀମକୁଣ୍ଡର ଆଖପାଖ ଅଞ୍ଚଳରେ ବସବାସ କଲେ, ସେହି ଦିନଠାରୁ ଭୀମକୁଣ୍ଡକୁ ପବିତ୍ର ତୀର୍ଥସ୍ଥାନ ସ୍ଥାପନ କରି ମକର ଦିନରେ କିମ୍ବଦନ୍ତୀକୁ ସ୍ମରଣ କରି ରଖିବା ପାଇଁ ଆବିଷ୍କାର କରିଥିଲେ। ଏଠାକାର ମକର ଦିନ କୁର୍ମୀ ସମ୍ପ୍ରଦାୟର ଲୋକେ ତୁଷୁ ଆଣି ପକାଇ ମକର ବୁଡ଼ ଦେଇ ଯାଉଥିଲେ। ଏହା ଭୀମକୁଣ୍ଡର ମକର ମେଳା ବାଲିଯାତ୍ରା ମେଳାଠାରୁ ଶହ ଶହ ବର୍ଷର ଆଗରୁ ହୋଇ ଆସୁଅଛି। ଏବେ ଏହାକୁ ସରକାର ପର୍ଯ୍ୟଟନ ସ୍ଥଳୀ କରି ପିକନିକ୍ ପ୍ଲେସ୍ କରିଦେଇଛନ୍ତି। କେନ୍ଦୁଝର ଓ ମୟୂରଭଞ୍ଜର ସୀମାବର୍ତ୍ତୀ ହୋଇଥିବାରୁ ଦୁଇ ପାର୍ଶ୍ୱରୁ ଲୋକମାନେ ଆସି ଭିଡ଼ ଜମାଇଥାନ୍ତି। ଯଦି କେହି କେନ୍ଦୁଝର ପାର୍ଶ୍ୱରୁ ଆସନ୍ତି ତାହେଲେ ସେମାନେ ଭୀମକୁଣ୍ଡକୁ ମାଧୁର୍ଯ୍ୟତାକୁ ଉପଭୋଗ କରିବା ପାଇଁ ମୟୂରଭଞ୍ଜ ପାର୍ଶ୍ୱକୁ ଆସିଥାନ୍ତି। 4 ବର୍ଷ ପୂର୍ବରୁ ବୈତରଣୀରେ ପୋଲ ନଥିଲା। ସେହି ସମୟରେ କେନ୍ଦୁଝର ପର୍ଯ୍ୟଟକମାନେ କାଠ ପୋଲ ଦ୍ୱାରା ମୟୂରଭଞ୍ଜ ପାର୍ଶ୍ୱକୁ ଆସୁଥିଲେ। ଏମିତି ଭୀମକୁଣ୍ଡର ଅନେକ ତଥ୍ୟ ରହିଛି। ଆସନ୍ତୁ କେବେ ଥରେ ଭୀମକୁଣ୍ଡ ପରିଦର୍ଶନ କରିଯିବା। ଧନ୍ୟବାଦ।